ତ ଦେଖନ୍ତୁ ବର୍ତ୍ତମାନ ଏଇ ଭିଡିଓରେ ଆମେ 11 ନମ୍ବର ଠାରୁ ଦେଖିବା ମଡେଲ ପେପର 1। 11 ନମ୍ବର କ୍ୱେଶ୍ଚିନ୍ ଆମକୁ ଦେଇଛି ଗୋଟିଏ ସମାନ୍ତର ପ୍ରଗତିର ପ୍ରଥମ ପଦ -3 ସାଧାରଣତଃ 2 ହେଲେ ଏହାର ପ୍ରଥମ 11ଟି ପଦର ସମଷ୍ଟି କେତେ ହବ? ତ ଫାଷ୍ଟ ଦେଖନ୍ତୁ 11ଟି ପଦ ପଚାରିଛି ମାନେ n ହଉଛି 11। ସୂତ୍ରଟା କଣ ଫାଷ୍ଟ ଲେଖିଦଉଛି n/2 2a ପ୍ଲସ୍ n-1 ଇଣ୍ଟୁ d। n ଜାଗାରେ ମୁଁ ଲିଖିଦେଲି 11 ତ 11/2 2a ପ୍ରଥମ ପଦଟା ଆପଣଙ୍କ -3 ଅଛି ମାନେ କଣ 2a ମାନେ -6 ହେଇଯିବ। ବୁଝିଗଲା? ପ୍ଲସ୍ n-1 n ହଉଛି ମୋର 11 ତ 11 ରୁ 1 ଗଲେ କେତେ 10। d ହଉଛି ମୋର କେତେ କ୍ୱେଶ୍ଚିନରେ ଦେଇଦେଇଛି 2 ବୋଲି ତ ଏଇଠି ମୁଁ ଲିଖିଦେଲି 2। ଓକେ, ତ 11/2 ଏଠି -6 ପ୍ଲସ୍ 20 ତ ଏଇଟା ଆପଣ ହେଇଗଲା 14। ଓକେ, 2 କୁ 14 ରେ କାଟିଲି ମତେ ମିଳିଲା 7 11 7 77। ବୁଝିପାରିଲେ? 12 ନମ୍ବର କ୍ୱେଶ୍ଚିନ୍ ଦେଲା ଦୁଇଟି ମୁଦ୍ରା ଟସ୍ କଲେ ଉଭୟ ମୁଦ୍ରାରେ ଏଚ୍ ଆସିବାର ସମ୍ଭାବ୍ୟତା କେତେ? ତ ଯେହେତୁ ଦୁଇଟି ମୁଦ୍ରା ଟସ୍ କଥା ଦେଇଛି ନୁହେଁ କି, ତ ଦେଖନ୍ତୁ ଗୋଟେ ମୁଦ୍ରା ଦୁଇଥର ଟସ୍ କରିବା ଯାହା ଦିଟା ମୁଦ୍ରା ଥରେ ଟସ୍ କରିବା ସେୟା। ଥରେ ଟସ୍ କରିବା ଏକା କଥା। ତ ଗୋଟେ ମୁଦ୍ରାକୁ ଯଦି ମୁଁ ଦିଥର ଟସ୍ କରୁଛି ମୋର ସାମ୍ପଲ ସ୍ପେସ୍ କେତେ 2 ର ସ୍କୋୟାର, 4ଟା ଉପାଦାନ ରହିବ। କଣ କଣ ରହିବ ସେ 4ଟା? ନା ଏଚ୍ ଟି ହେଇପାରିବ, ଟି ଏଚ୍ ହେଇପାରିବ, ଏଚ୍ ଏଚ୍ ହେଇପାରିବ ଏବଂ ଟି ଟି ହେଇପାରିବ। ଉଭୟ ମୁଦ୍ରାରେ ଏଚ୍ ଆସିବା କଥା ପଚାରିଛି ମାନେ ଏଇ କଣ୍ଡିସନ କଥା ମତେ ପଚାରିଛି। ତ ଉପରେ ମୁଁ ଲେଖିଲି 1 ତଳେ କେତେ 4ଟା ରହୁଛି ମୋର ତ 1/4। ତ ଅପସନ ବି ହଉଛି ଆପଣଙ୍କର ଠିକ କରେକ୍ଟ। ବୁଝିପାରିଲେ? ତ ଏଇଟା ମନେ ରଖୁଥିବେ ଗୋଟେ ମୁଦ୍ରାକୁ ଦିଥର ଟସ୍ କରିବା ଯାହା ଦିଟା ମୁଦ୍ରାକୁ ଥରେ ଟସ୍ କରିବା ସେୟା। ଓକେ, 13 ନମ୍ବର କ୍ୱେଶ୍ଚିନ୍ ଟା ଦେଖନ୍ତୁ। ଏକ ଲୁଡୁ ଗୋଟିକୁ ଥରେ ଗଡ଼ାଇଲେ ଫଳଟି ଏକ ଅଯୁଗ୍ମ ସଂଖ୍ୟା କିମ୍ବା 5 କିମ୍ବା 5 ଠାରୁ ଅଧିକ ଆସିବାର ସମ୍ଭାବ୍ୟତା କେତେ? ତ ଦେଖନ୍ତୁ ଏଠି ଫଳଟି ଏକ ଅଯୁଗ୍ମ ସଂଖ୍ୟା। ଲୁଡୁ ଗୋଟିରେ ଆପଣ କଣ ରହୁଛି 1 2 3 4 5 6। ତ ଅଯୁଗ୍ମ ସଂଖ୍ୟା ମାନେ କେତେ ଅଛି 1 3 ଆସିପାରେ ନହେଲେ 5 ଆସିପାରେ। ତ ଏଇଟା ଆପଣଙ୍କର 3/6 ମାନେ 1/2 ହଉଛି ଏହାର ସମ୍ଭାବ୍ୟତା। ତ ଏଇ ଘଟଣାଟା ଯଦି ମୁଁ ଏ ନେବି PA ମୋ ପାଖରେ ଅଛି 1/2। ବୁଝିପାରିଲେ? 5 କିମ୍ବା 5 ରୁ ଅଧିକ। 5 କିମ୍ବା 5 ରୁ ଅଧିକ ମାନେ କଣ 5 ଆଉ 6। ତା ମାନେ ଏଇ ଯୋଉ ଘଟଣାର ସମ୍ଭାବ୍ୟତା କେତେ ହବ? ଦିଟା ପସିବିଲିଟି ଅଛି ତ 2/6। ଟୋଟାଲି କେତେ ମୋ 6ଟା ସଂଖ୍ୟା ଥିଲା ନା ତ ସେଥିପାଇଁ 2/6 ହେଲା। ତା ମାନେ କେତେ 5 କିମ୍ବା 5 ରୁ ଅଧିକ। ଏଇଟା ଯଦି ମୁଁ ଘଟଣା B ନେବି P ବି ମୋ ପାଖରେ ଅଛି କେତେ 1/3 ଅଛି। ବୁଝିପାରିଲେ? ତ ବର୍ତ୍ତମାନ ଏଇ ଯୋଉ ଦିଟା ଘଟଣା ଭିତରେ କମନ କିଏ ରହୁଛି? କମନ 5 ରହୁଛି। ତ ଏଇଟା ମତେ ବର୍ତ୍ତମାନ କରିବାକୁ ପଡିବ ମାଇନସ, କାରଣ ଏଠି ମତେ P A ୟୁନିୟନ B କଥା ପଚାରିଛି କାରଣ ଏଠି କିମ୍ବା ଅଛି ନା ତ ସେଥିପାଇଁ ମତେ ୟୁନିୟନ ନବାକୁ ପଡିବ। ତା ମାନେ ଏଇଟା ମୋର କେତେ ଯିବ ଫାଷ୍ଟ ଦିଟା ଯାକ ମିଶେଇବି, ତାପରେ ଯୋଉ କମନ ତମର କେତେ ଥିଲା ଏଇ 5 ଘଟଣାଟା ଯୋଉଟା କି 1/6 ନୁହେଁ କି, 1/6 ମାଇନସ କରିଦେବି। ବୁଝିହେଲା? ତ ତଳେ ଗଲା ମୋର 6 ଉପରେ ହେଇଯିବ ମୋର 3 ପ୍ଲସ 2 ମାଇନସ 1। 4/6 ଇକ୍ୱାଲ ଟୁ 2/3। ଓକେ, ଅପସନ B ହଉଛି କରେକ୍ଟ। ବୁଝିପାରିଲ ତ? ଏମିତି ହିଁ କରିବ। 14 ନମ୍ବର କଣ ଦେଇଛି ପଢ। ଓଡିଶା ଶବ୍ଦରୁ ଯଦୃଚ୍ଛା ଗୋଟିଏ ଅକ୍ଷର ଏସ୍ ବାଛିବାର ସମ୍ଭାବ୍ୟତା କେତେ? ଦେଖ ODISHA ODISHA ସବୁ ଲେଟର ଅଲଗା ଅଛି, ଗୋଟେ ଲେଟର ତା ଭିତରୁ ବାଛିବ ତ 1/6 ନୁହେଁ କି? ତମର D ହଉଛି ଆନ୍ସର। 15 ନମ୍ବର ଦେଖ 5ଟି ସଂଖ୍ୟାର ମାଧ୍ୟମାନ 27, ଏଥିରୁ ଗୋଟିଏ ସଂଖ୍ୟାକୁ ବାଦ ଦେଲେ ମାଧ୍ୟମାନ 25 ହୁଏ। ବାଦ ପଡିଥିବା ସଂଖ୍ୟାଟି କେତେ? ତ ଦେଖ
ପାଞ୍ଚଟା ସଂଖ୍ୟାର ମାଧ୍ୟମାନ 27 ଦେଇଛି ତ 5 ଗୁଣନ 27 କଲେ ମତେ କେତେ ମିଳିବ 135। ଗୋଟେ ସଂଖ୍ୟାକୁ ବାଦ ଦେଲା ପରେ ମାଧ୍ୟମାନ ସେଇ କେତେ ହେଲା ନା 25 ହେଇଛି। ତ 4 ଗୁଣନ 25 କଲେ ମୋର କେତେ ମିଳିବ ନା 100। ତ ଯୋଉ ସଂଖ୍ୟାଟା ବାଦ ଦିଆଯାଇଛି ତମେ ଜାଣିପାରୁଥିବ କେତେ ହବ ବର୍ତ୍ତମାନ ନା 135 ରୁ 100 କୁ ମାଇନସ କଲେ ମତେ ମିଳୁଛି 35। ଅପସନ ଏ ହଉଛି କରେକ୍ଟ। ବୁଝିହେଲା। ନେକ୍ସଟ ଦେଖିବା 16 ନମ୍ବର ପ୍ରଥମ 5ଗୋଟି ମୌଳିକ ସଂଖ୍ୟାର ମାଧ୍ୟମାନ କେତେ ହବ। ପ୍ରଥମ 5ଟା ମୌଳିକ ସଂଖ୍ୟା କିଏ 2 3 5 7 11। 2 3 5 5 10 17 11 28। 28/5 ମୋର କେତେ ହେଇଯିବ 5.6 ହବ ନୁହେଁ କି। 28/5ଟା କେତେ ଲିଖିପାରିବ 56/10 ଲିଖିପାରିବନି କି ଉଭୟ ଉପରେ ଆଉ ତଳେ 2 ମଲ୍ଟିପ୍ଲାଏ କରିଦିଅ। ଅପସନ ବି ହଉଛି କରେକ୍ଟ। ବୁଝିହେଲା। ନେକ୍ସଟ 17 ନମ୍ବର ଦେଇଛି 8 5 6 7 x 4 ଲବ୍ଧାଙ୍କ ମାନଙ୍କର ମଧ୍ୟମା 6 ହେଲେ x ର ମାନ କେତେ। ତ 4 ମୁଁ ଲେଖିଲି, ତାପରେ ଅଛି ମୋର 5, ତାପରେ ଅଛି 6, ତାପରେ ଅଛି 7, ତାପରେ 8 ଅଛି ନୁହେଁ କି। ଆଉ ଗୋଟେ x ମଧ୍ୟ ଅଛି। ଓକେ। ତ ଏଇମାନଙ୍କର ମଧ୍ୟମଟା କିଏ ହଉଛି ନା 6 ହଉଛି। x ର ମାନ କେତେ ହବ ତମକୁ ପଚାରୁଛି। ତ ଦେଖ ଏଠି ତମର x ର ମୂଲ୍ୟଟା 6 ରହିବ କାରଣ ମଧ୍ୟମାଟା ତମର ଦେଖ 6 ଦେଇଛି ଏବଂ ଯେହେତୁ ଏଠି 6ଟି ଲବ୍ଧାଙ୍କ ଅଛି ତାମାନେ ଗୋଟେ ତମ ରହିବ 6/2 ତମ ଲବ୍ଧାଙ୍କ ଏବଂ 6/2 ପ୍ଲସ୍ 1 ନୁହେଁ କି 6/2 ପ୍ଲସ୍ 1 ତମ ନୁହେଁ କି। ତା ମାନେ ଗୋଟେ ହଉଛି ତୃତୀୟ ଲବ୍ଧାଙ୍କ ଏବଂ ଚତୁର୍ଥ ଲବ୍ଧାଙ୍କର ଦିଟା ଯାକ ମିଶେଇକି ତମେ ତାକୁ 2ରେ ଡିଭାଇଡ କରିବ ତାହେଲେ ଯାଇକି ମଧ୍ୟମାଟା ତମକୁ ମିଳୁଛି 6। ମାନେ ଦିଟା ଯାକ ତୃତୀୟ ଏବଂ ଚତୁର୍ଥ ଲବ୍ଧାଙ୍କ ମିଶିକି ତମର 12 ହବ ନୁହେଁ କି। ତାମାନେ x ଟା ତମର ଏଇଠି ରହିଯିବ ହେଲା। ଏଇଟା ଏମିତି ରହିବ 4 5 6 6 7 8। ବୁଝିହେଲା। ଯାହାଦ୍ୱାରା କି ମଝିରେ ଯୋଉ ଦୁଇଟି ଲବ୍ଧାଙ୍କ ଅଛି 6 + 6/2 କେତେ ହେଇଯିବ 6 ହେଇଯିବ। ତମର ମଧ୍ୟମଟା ଏଠି 6 ହେଇଯିବ। ବୁଝିହେଲା। ଅପସନ ସି ହଉଛି କରେକ୍ଟ। ନେକ୍ସଟ ଦେଖ 18 ନମ୍ବର କ୍ୱେଶ୍ଚିନ୍ ତମକୁ ଦେଲା 10 3 7 11 13 7 9 12 7 13 8 3 ଲବ୍ଧାଙ୍କ ମାନଙ୍କର ଗରିଷ୍ଠ କେତେ। ତ ଦେଖ 7 ଏଠି ଥରେ ଅଛି, ଏଠି 2 ଥର 3 ଥର, 7 ଅଛି ତମର 3 ଥର ନୁହେଁ କି। 3 ଅଛି ତମର ଦେଖ ଏଠି ଥରେ ଅଛି, ଏଠି 2 ଥର ଅଛି। ତ 3ଟା ତମର ମାନେ ଗରିଷ୍ଠକୁ ନୁହେଁ କାରଣ କମ ଥର ଅଛି। ନେକ୍ସଟ ଯଦି 8ଟା ଦେଖିବା 8ଟା ତ ଥରେ ଅଛି ନା 8ଟା କାଟିଦିଅ। ନେକ୍ସଟ 9ଟା ଯଦି ଦେଖିବା ଏଇଠି ଥରେ ଅଛି, ଥରେ ହିଁ ଅଛି। ତ 9 ବି ନୁହେଁ, ଆନ୍ସର ରହିବ ତମର 7। ଯୋଉଟା ସବୁଠୁ ଅଧିକ ଥର ଥିବ ସେଇଟା ହଉଛି ତମର ଲବ୍ଧାଙ୍କ ମାନଙ୍କର ଗରିଷ୍ଠକ। 19 ନମ୍ବର ଦେଖ ନିମ୍ନଲିଖିତ କେଉଁ ବିନ୍ଦୁଦ୍ୱୟ ମୂଳ ବିନ୍ଦୁ ଠାରୁ ସମଦୂରବର୍ତ୍ତୀ ହେବେ। ତ 0 4 ଏଇଟା ତ ମୂଳ ବିନ୍ଦୁ ମାନେ କଣ 0 0 ଠାରୁ ଦେଖିବ। ତ ପ୍ରଥମେ ଯୋଉ 0 4ଟା ଅଛି ଏଟା ତ 4 ଏକକ ଦୂରରେ ରହିବ ନା। ତମେ ଚିନ୍ତା କରିପାରୁଥିବ ଯେ ଏଇଟା ହଉଛି ତମର କଣ ନା ମୂଳ ବିନ୍ଦୁ 0 0। 0 4ଟା ତମର କୋଉଠି ଆସିବ କି ଉପରେ ଆସିବ ନା, ଏଇଠି ଆସିଯିବ। ତ ମୂଳ ବିନ୍ଦୁ ଆଉ 0 4 ଭିତରେ ଦୂରତା କେତେ 4। 2 2 ଏଇଟା ତମର ଯଦି ଦେଖିବ 2 - 0 ର ସ୍କୋୟାର କେତେ ହବ 4। 2 - 0 ର ସ୍କୋୟାର ହବ 4। ତ 4 + 4 ର ରୁଟ୍ ଓଭରଟା କେତେ 2 √2 ହେଇଯାଉଛି। ମୂଳ ବିନ୍ଦୁ ଠାରୁ ସମାନ ଦୂରରେ ନାହିଁ। ତ ଏଇଟା ତ ବର୍ତ୍ତମାନ ଦେଖିକି ଜଣା ପଡୁଛି ଯେ ଅପସନ ବି ଟା ହିଁ ତମର ଆନ୍ସର ହେଇଯିବ ହେଲା। 0 1 ଟା ତମର ମୂଳ ବିନ୍ଦୁ ଠାରୁ କେତେ 1 ଦୂରରେ ରହିବ ହେଲା। ତମେ ଯେତେବେଳେ ଏମିତି ଦେଖିବ ଯେ 0 0 ଅଛି 0 1 ଅଛି ମାନେ ଡିଷ୍ଟାନ୍ସ ଟା କେତେ 1 ହିଁ ରହିବ ନା।
କାରଣ 0 1 ଟା ତମର କେତେ ଏଇ ଉପରେ ଆସିବ ହେଲା -1 0 -1 -0 ର ସ୍କ୍ୱାର ପ୍ଲସ୍ 0 -0 ର ସ୍କ୍ୱାର କେତେ 0 ର ସ୍କ୍ୱାର ସେଟା କେତେ 1 ହେଇଯାଉନି କି √1 = 1 ବୁଝିହେଲା ତ ଏଇଟା ବି ତମର 1 ଏକକ ଦୂରରେ ରହୁଛି ତ ଅପସନ ବି ହଉଛି ତମର ଏଠି କରେକ୍ଟ ଉଭୟ ବିନ୍ଦୁ ଦ୍ୱୟ ତମର 1 ଏକକ ଦୂରରେ ରହୁଛନ୍ତି 20 ନମ୍ବର କ୍ୱେଶ୍ଚିନ୍ ଯଦି ଦେଖିବ x2 ଏବଂ 3 - 6 ବିନ୍ଦୁ ଦ୍ୱୟ ମଧ୍ୟରେ ଦୂରତା 10 ଏକକ ଏବଂ x ଏକ ଧନାତ୍ମକ ପୂର୍ଣ୍ଣ ସଂଖ୍ୟା ହେଲେ x ର ମାନ କେତେ ହବ ତ ଦେଖ ଏଇ ଯୋଉ ବିନ୍ଦୁ ଦ୍ୱୟ ମଧ୍ୟରେ ଦୂରତା ତମର 10 ଏକକ ଅଛି ନୁହେଁ କି ତା ମାନେ ମୁଁ ଲେଖିପାରିବି x - 3 ର ସ୍କ୍ୱାର ପ୍ଲସ୍ y ଏଇଟା ସରି ଏଇଟା 2 ଅଛି ନୁହେଁ କି 2 - 6 କେତେ ହେଇଯିବ 8 ର ସ୍କ୍ୱାର √=10 ଯଦି ଉଭୟ ପାର୍ଶ୍ୱରେ ବର୍ଗ ମାନେ ବର୍ଗ କରିଦବା କଣ ହବ x - 3 ର ସ୍କ୍ୱାର ପ୍ଲସ୍ 64 = 100 64 ଟା ଏପଟୁ ନେଇ ଆସ x - 3 ର ସ୍କ୍ୱାର ହଉଛି ତମର 64 100 ରୁ 64 ଗଲେ 36 ଯଦି ବର୍ଗମୂଳ ନେଇଯିବା ହେଲା x - 3 ଟା କେତେ ହେଇଯିବ 36 ର ବର୍ଗମୂଳ ହଉଛି 6 ବୁଝିହେଲା ତ ଦେଖ ଏପଟେ -3 ଅଛି ସେପଟକୁ ଗଲେ ପ୍ଲସ୍ ହେଇଯିବ ତ 6 + 3 = ହେଇଯିବ ତମର 9 ତ x ର ମାନ ମତେ କେତେ ମିଳିଲା ଏ ଅପସନ ଏ ହେଲା 9 କ୍ଲିୟର ସୋ 20 ନମ୍ବରଟା ବି ବର୍ତ୍ତମାନ ତମର ସରିଲା